ଏବେ ତ ବହୁତ ଜୋରରେ ବର୍ଷା ହେଉଥାଏ। ସେଇ ବର୍ଷାରେ ସାନୁ ଆଉ ରାନୁ କାଉ ତାଙ୍କ ପୁଟୁଳି ଧରି ଆକାଶରେ ଉଡ଼ି ଯାଉଥାନ୍ତି। ତାଙ୍କର ଦେଖା ହୁଏ ମଣ୍ଟୁ କାଉ ସାଙ୍ଗରେ। ଆରେ କାଉ ଭାଇ, ଆମେ ଏଇ ଜଙ୍ଗଲରେ ନୂଆ। ଆସୁ ଆସୁ ବର୍ଷା ଆରମ୍ଭ ହେଇଗଲା। ତୁମେ ଆମକୁ କିଛି ସାହାଯ୍ୟ କର। ମୁଁ ତୁମକୁ ସାହାଯ୍ୟ କ'ଣ କରିବି? ମୋର ବି ଘର ନାହିଁ। ବର୍ଷା ହେଲେ ମୁଁ ଏମିତି ଗଛ ଉପରେ ବସି ବର୍ଷାର ଆନନ୍ଦ ନିଏ। ତୁମେମାନେ ବି ଏଇ ବର୍ଷାରେ ଓଦା ହୁଅ ଆଉ ବର୍ଷାକୁ ଉପଭୋଗ କର। ଏମିତି ଶୁଣି ରାନୁ କାଉ ଜଲ୍ଦି ଜଲ୍ଦି କୁହେ, ଭାଇ, ବର୍ଷାରେ କିଛି ସମୟ ଓଦା ହେଲା ପରେ ମୋତେ ତ ଥଣ୍ଡା ଧରିଯାଏ ଆଉ ମୋ ଦେହ ଖରାପ ହେଇଯାଏ। ତୁମେ ଆମକୁ ଏଇ କଥା କୁହ, ଏଇ ଜଙ୍ଗଲରେ ସବୁଠାରୁ ଦୁର୍ବଳ ଚଢ଼େଇ କିଏ? ରିଙ୍କି ଚଢ଼େଇ। ସିଏ ଏଇ ଜଙ୍ଗଲର ସବୁଠାରୁ ସରଳ ଚଢ଼େଇ। ସିଏ ଅନ୍ୟମାନଙ୍କୁ ସାହାଯ୍ୟ କରେ। ଯିଏ ତାକୁ ହଇରାଣ କରିଥାଏ ସିଏ ସେ କଥାକୁ ଭୁଲି ଯାଇ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଏ। ମଣ୍ଟୁ କାଉ ପାଖରୁ ଏମିତି କଥା ଶୁଣିବା ପରେ ସାନୁ ଆଉ ରାନୁ କାଉ ରିଙ୍କି ଚଢ଼େଇର ଘର ପାଖକୁ ଉଡ଼ି ଯାଆନ୍ତି ଆଉ ଯାଇ କବାଟ ପିଟିବାକୁ ଲାଗନ୍ତି। ମିକି, ମୋତେ ଲାଗୁଛି କୋଉ ଚଢ଼େଇ ବୋଧେ ବିପଦରେ ଅଛି। ବାହାରେ କେତେ ବର୍ଷା ହେଉଛି। ତୁ ଏଇଠି ରହ, ମୁଁ ଯାଇ ଦେଖୁଛି। ତାପରେ ରିଙ୍କି ଚଢ଼େଇ କବାଟ ଖୋଲି ବାହାରକୁ ଚାଲି ଆସେ। ଦୁଇ କାଉଙ୍କୁ ଦେଖି ସିଏ ପଚାରେ, ଆରେ ତୁମେ ଦୁଇ ଜଣ କିଏ? ଆଉ ତୁମେ ଦୁଇ ଜଣ ଏଠାରେ କ'ଣ କରୁଛ? ମୁଁ ତ ତୁମକୁ ଆଗରୁ ଏଇ ଜଙ୍ଗଲରେ ଜମା ହେଲେ ଦେଖିନି। ସାନୁ ଆଉ ରାନୁ କାଉ ତ ଥିଲେ ଭାରି ଚାଲାକ। ସେମାନେ ରିଙ୍କି ଚଢ଼େଇକୁ ଦେଖି ତାଙ୍କ ଅଭିନୟ କରିବା ଆରମ୍ଭ କରିଦେଲେ। ଚଢ଼େଇ ଭଉଣୀ, ଆମକୁ ସାହାଯ୍ୟ କର। ଆମେ ବହୁତ ବିପଦରେ ଅଛୁ। କାଉ ଭାଇ, କ'ଣ ହେଇଛି କିଛି କୁହ ତ, ତାହେଲେ ଯାଇ ମୁଁ ତୁମକୁ ସାହାଯ୍ୟ କରିପାରିବି। ଚଢ଼େଇ, ଆମ ବୁଢ଼ୀ ମା ଗୋଟେ ଗଛ ମୂଳେ ବେହୋସ ହେଇ ଯାଇଛନ୍ତି। ଆମେ ଦୁଇ ଜଣ ମିଶି ତାଙ୍କୁ ଉଠେଇ ପାରୁନୁ। ତୁ ଆମକୁ ଟିକିଏ ସାହାଯ୍ୟ କର। କାଉ ଭଉଣୀ, ତୁମେ ବ୍ୟସ୍ତ ହୁଅନି। ଚାଲ, ମୁଁ ତୁମ ସାଙ୍ଗରେ ଯିବି। ମିକି, ତୁ ଘରେ ଥିବୁ। ମୁଁ କାଉମାନଙ୍କ ସାଙ୍ଗରେ ଯାଉଛି। ସେ ବିପଦରେ ଅଛନ୍ତି। ମୁଁ ସାଙ୍ଗେ ସାଙ୍ଗେ ଫେରି ଆସିବି। ତାପରେ ରାନୁ ଆଉ ସାନୁ କାଉ ରିଙ୍କି ଚଢ଼େଇକୁ ନେଇ ଉଡ଼ି ଯାଆନ୍ତି। ହେଲେ ସେମାନେ ଅଧା ବାଟରୁ ବହୁତ ଜଲ୍ଦି ରିଙ୍କି ଚଢ଼େଇର ଘରକୁ ଫେରି ଆସନ୍ତି ଆଉ ଭିତର ପଟୁ କବାଟ ବନ୍ଦ କରି ବସାରେ ବସି ଯାଆନ୍ତି। କାଉ ଆଣ୍ଟି, କାଉ ଅଙ୍କଲ, ତୁମେ ଦୁଇ ଜଣ ଆମ ଘରର କବାଟ କାହିଁକି ବନ୍ଦ କଲ? ଆଉ ମାମା କୁଆଡ଼େ ଗଲେ? ଆରେ କାଉ ମାନେ, ତୁମେ ଦୁଇ ଜଣ ମୋତେ ମିଛ କାହିଁକି କହିଲ? ଆଉ ମୋ ଘରର କବାଟ ଏମିତି ବନ୍ଦ କାହିଁକି କରିଛ? ଚଢ଼େଇ, ଆମେ ଏବେ ଏଇ ଘରେ ରହିବୁ। ଏଇ ବର୍ଷା ଦିନରେ ଆମର ଘର ନଥିଲା। ଆମକୁ ଏଇ ଘର ପସନ୍ଦ ଆସିଯାଇଛି। ରାନୁ କାଉ ଗୋଟିଏ ବାଡ଼ିରେ ରିଙ୍କି ଚଢ଼େଇର ଝିଅ ମିକିକୁ ପିଟିବାକୁ ଲାଗେ। ଛୋଟ ଚଢ଼େଇ, ଏଇ ଝରକା ବାଟେ ଜଲ୍ଦି ଏଠାରୁ ଚାଲିଯା, ନହେଲେ ପିଟି ପିଟି ମୁଁ ତୋ ଗୋଡ଼ ଭାଙ୍ଗିଦେବି। ମାମା, ଏଇ କାଳି କାଉ ମୋତେ ପିଟୁଛି। ମାମା, ମାମା। କାନ୍ଦି କାନ୍ଦି ମିକି ଝରକା ବାଟେ ଘର ବାହାରକୁ ଚାଲି ଆସେ ଆଉ ତା ମାମା ପାଖରେ ଯାଇ ବସି ପଡ଼େ। ମାମା, ଏଇ କାଉ ମାନେ ଆମ ଘର ଉପରେ କବ୍ଜା କାହିଁକି କରିଛନ୍ତି? ଏଇ ଦୁଇ କାଉ କିଏ? କ'ଣ ଏଇ ଦୁଇ ଜଣ ଆମର ଶତ୍ରୁ? ମିକି, ମୁଁ ଜାଣିନି ଏମାନେ ଆମର ଶତ୍ରୁ କି ସାଙ୍ଗ। ମୁଁ ତ ଏଇଟା ବି ଜାଣିନି ଏମାନେ କୋଉଠୁ ଆସିଛନ୍ତି। ମୁଁ ତ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସିଥିଲି, ହେଲେ ଏମାନେ ତ ଆମ ଘର ଉପରେ କବ୍ଜା କରିନେଲେଣି। କାଉ ଭାଇ, କବାଟ ଖୋଲ। ମୋ ଘର ଭିତରକୁ ମୋତେ ଆସିବାକୁ ଦିଅ। ତୁମେ ଏମିତି ମଜାକ କାହିଁକି କରୁଛ?
ଏମିତି ରିଙ୍କି ଚଢ଼େଇ କାଉମାନଙ୍କୁ ବହୁତ ଅନୁରୋଧ କରେ, ହେଲେ ଦୁଇ କାଉ ବସାରେ ଆରାମରେ ବସନ୍ତି। ସେମାନେ ରିଙ୍କି ଚଢ଼େଇର କଥାକୁ ଶୁଣନ୍ତିନି କି ଜବାବ ଦିଅନ୍ତିନି। ଥକିଯାଏ ରିଙ୍କି ଚଢ଼େଇ ତା ଝିଅକୁ ନେଇ ସେଠାରୁ ଉଡ଼ିଯାଏ। ସେ ତା ସାଙ୍ଗ ମିଟୁ ଶୁଆର କବାଟକୁ ଯାଇ ପିଟିବାକୁ ଲାଗେ। ମିଟୁ ଶୁଆ କବାଟ ଖୋଲି ବାହାରକୁ ଆସେ। ମିଟୁ ଭାଇ, ଗୋଟେ ଦୁଷ୍ଟ କାଉ ଆଉ ତା ସ୍ୱାମୀ ମୋ ଘର ଉପରେ କବ୍ଜା କରି ନେଇଛନ୍ତି। ଆମକୁ ଆଜି ଗୋଟିଏ ରାତି ତୁମ ଘରେ ରହିବାକୁ ଦିଅ। ଚଢ଼େଇ ଭଉଣୀ, ତୁମେ ଭିତରକୁ ଆସ, ଆଉ ତାପରେ ମୋତେ ସବୁ କଥା କୁହ, କ'ଣ ହେଇଛି? ମିଟୁ ଭାଇ, ମୁଁ ତ ସେମାନଙ୍କୁ ସାହାଯ୍ୟ କରିବି ବୋଲି ଘର ବାହାରକୁ ଆସିଥିଲି, ହେଲେ ସେମାନେ ମୋ ଘର ଉପରେ କବ୍ଜା କରିନେଲେ। ମିଟୁ ଅଙ୍କଲ, ସେମାନେ ବହୁତ ଖରାପ। ସେଇ କାଳି କାଉ ମୋତେ ବହୁତ ପିଟିଲା, କହିଲା ପିଟି ପିଟି ମୋ ଗୋଡ଼ ଭାଙ୍ଗିଦେବ। ଚଢ଼େଇ, ମୁଁ ତୁମ ଦୁଇ ଜଣଙ୍କ କଥା ବୁଝିପାରୁଛି, ହେଲେ ମୁଁ ତୁମକୁ ସାହାଯ୍ୟ କରିପାରିବିନି। ମୁଁ ଯଦି ସେ କାଉମାନଙ୍କ ପାଖକୁ ଯିବି, ସେମାନେ ମୋତେ ବି ପିଟିବେ। ସେମାନେ ଆମଠାରୁ ବଡ଼ ଆଉ ଶକ୍ତିଶାଳୀ। କିଛି ସମୟ ପରେ ମିଟୁ ଶୁଆର ଘର ହଲିବାକୁ ଲାଗେ। ମିଟୁ ଶୁଆର ଘର ଥିଲା ଭାରି ଦୁର୍ବଳ, ସେ ଗୋଟେ ପଟକୁ ନଇଁଯାଏ। ମିଟୁ ଭାଇ, ତୁମ ଘର ତ ଗୋଟିଏ ପଟକୁ ନଇଁ ଯାଇଛି। ଏସବୁ ମୋ ପାଇଁ ହେଲା। ଆମ ଦୁଇ ଜଣଙ୍କ ଓଜନ ପାଇଁ ତୁମ ଘରର ଅବସ୍ଥା ଏମିତି ହେଇଗଲା। ରିଙ୍କି, ମୁଁ ତ ତତେ ମନା କରିପାରିଲିନି, ହେଲେ ମୁଁ ଜାଣିଥିଲି ମୋ ଘର ଭାରି ଦୁର୍ବଳ। ତୁମ ଦୁଇ ଜଣଙ୍କ ଓଜନ ଇଏ ଉଠେଇ ପାରିବନି। ମିଟୁ ଭାଇ, ମୁଁ ଆର ପଟରେ ମୋ ଝିଅକୁ ନେଇ ବସି ଯାଉଛି। କେବଳ ଆଜି ଗୋଟିଏ ରାତି ବିତି ଯାଉ, ସକାଳୁ ମୁଁ କିଛି ବ୍ୟବସ୍ଥା ନିଶ୍ଚୟ କରିଦେବି। ଏପଟରେ ଦୁଷ୍ଟ କାଉମାନେ ରିଙ୍କି ଚଢ଼େଇ ଘରେ ଶୋଇ ଆରାମରେ ଘୁଙ୍ଗୁଡ଼ି ମାରୁଥାନ୍ତି। ରିଙ୍କି ଚଢ଼େଇ ତା ଝିଅ ମିକିକୁ କୋଳରେ ଧରି ମିଟୁ ଶୁଆର ଘରେ ଗୋଟେ କଣରେ ଛିଡ଼ା ହୋଇ ରାତି କାଟେ। ପରଦିନ ସକାଳ ହେଇଯାଏ। ରିଙ୍କି ଚଢ଼େଇ ତା ଝିଅକୁ ନେଇ ସେଠାରୁ ଚାଲି ଆସେ। ମିକି, ଏବେ ତ ବର୍ଷା ଦିନ ଆରମ୍ଭ ହେଇଛି। କେଜାଣି କେତେ ଦିନ ପର୍ଯ୍ୟନ୍ତ ବର୍ଷା ହେବ। ଆମକୁ ଆମ ପାଇଁ ଗୋଟେ ଘର କରିବାକୁ ହେବ। ହେଲେ ମାମା, ଏଇ ବର୍ଷାରେ ନା ଆମକୁ ଶୁଖିଲା କାଠ ମିଳିବ ନା ଶୁଖିଲା ପତ୍ର। ଆମେ ଘର କେମିତି ତିଆରି କରିବା? ମା ମିକି, ମୁଁ ଯେତେବେଳେ ଛୋଟ ଥିଲି, ତୋ ଆଈ ବଡ଼ ବଡ଼ ପତ୍ର ଆଣି ଘର ତିଆରି କରୁଥିଲେ। ତୁ ମୋ ସାଙ୍ଗରେ ପତ୍ର ଯୋଗାଡ଼ କରିବାରେ ସାହାଯ୍ୟ କର। ଆମେ ବି ଗୋଟିଏ ସୁନ୍ଦର ପତ୍ରର ଘର ତିଆରି କରିନେବା। ହଁ ମାମା, ମୁଁ ବି ତୁମକୁ ସାହାଯ୍ୟ କରିବି, ଆଉ ତୁମଠାରୁ ଅଧିକ କାମ କରିବି। ମୁଁ ଏବେ ଜଙ୍ଗଲରୁ ବଡ଼ ବଡ଼ ପତ୍ର ନେଇ ଆସୁଛି। ଆମେ ଆମ ପାଇଁ ଗୋଟିଏ ସୁନ୍ଦର ଘର କରିବା। ତାପରେ ମିକି ଜଙ୍ଗଲକୁ ଉଡ଼ିଯାଏ। ସେ ବଡ଼ ବଡ଼ ଓସ୍ତପତ୍ର ଏକାଠି କରିବାକୁ ଲାଗେ, ଆଉ ଏପଟରେ ରିଙ୍କି ଚଢ଼େଇ କିଛି କାଠ ଏକାଠି କରି ତାକୁ ବିଡ଼ା ବାନ୍ଧିଦିଏ। ମୁଁ ପୁରାପୁରି 10ଟି ପତ୍ର ତୋଳିଛି। ମୁଁ ଏବେ ଏଇ ପତ୍ରକୁ ମାମା ପାଖକୁ ନେଇଯାଏ। ତାପରେ ମିକି ପତ୍ରକୁ ନେଇ ତା ମାମା ପାଖକୁ ଉଡ଼ି ଆସେ। ଏମିତି ମିକି ବାରମ୍ବାର ଯାଇ ପତ୍ର ତୋଳୁଥାଏ, ଆଉ ତା ମାମା ପାଖରେ ପହଞ୍ଚେଇ ଦେଉଥାଏ। ରିଙ୍କି ଚଢ଼େଇ ସେଇ କାଠକୁ ଏକାଠି କରି ପତ୍ର ସାଙ୍ଗରେ ଗୋଟେ ଛୋଟ ଘର କରିବାକୁ ଚେଷ୍ଟା କରୁଥାଏ। ବବଲୁ ପାରା ଗୋଟେ ଗଛ ଉପରେ ତା ଛୋଟ ବସାରେ ବସିଥାଏ। ଠିକ୍ ସେତିକି ବେଳେ ବହୁତ ଜୋରରେ ପବନ ଦିଏ, ଆଉ ବବଲୁ ପାରାର ଛୋଟ ବସା ଭାଙ୍ଗିଯାଏ। ଆରେ, ଏ କ'ଣ ହେଲା? ମୋ ଘର ତ ଭାଙ୍ଗିଗଲା। ମୁଁ ଏବେ କ'ଣ କରିବି? ମନ ଦୁଃଖ କରି ବବଲୁ ପାରା ସେଠାରୁ ଉଡ଼ି ଯାଉଥିଲା। ରିଙ୍କି ଚଢ଼େଇ ପାଖରେ ସେ ରହିଗଲା। ରିଙ୍କି, ଏଇ ବର୍ଷାରେ ମୋ ବସା ବି ଭାଙ୍ଗିଗଲା। କ'ଣ ତୁ ମୋତେ ତୋ ଘରେ ରହିବାକୁ ଦେବୁ? ବବଲୁ ଭାଇ, କାହିଁକି ନୁହଁ?
तुमे भी मोर एई पत्र घरे रही पारिब। कौन तुमे मते टिके साहाय्य करिब? काहींकि नुह चढ़ेई भौणी, ମୁଁ ବି ତୁମକୁ ସାହାଯ୍ୟ କରିବି। ଆମେ 2 ଜଣ ମିଶି ଏଇ ଘରକୁ ତିଆରି କରିବା ଆଉ ଆରାମରେ ରହିବା। ହଉ ବବଲୁ ଭାଇ, ତୁମେ ଯାଅ ବଡ଼ ବଡ଼ ଲଟା ନେଇ ଆସ, ଯାହା ଫଳରେ ମୁଁ ଘରକୁ ଭଲ ଭାବରେ ସିଲେଇ କରିପାରିବି। ପବନରେ ବି ଆମ ଘର ଉଡ଼ିବନି। ରିଙ୍କି, ନଈ ପାଖରେ ଗୋଟିଏ ଅଙ୍ଗୁର ଲତା ଅଛି। ତୁ ଯଦି କହିବୁ ମୁଁ ସେଇ ଲତାକୁ ଯାଇ ନେଇ ଆସିବି। ହଁ ବବଲୁ ଭାଇ, ଅଙ୍ଗୁର ଲତା ତ ଭାରି ମଜବୁତ। ଆମେ ଯଦି ସେଇ ଲତାରେ ଆମ ଘରକୁ ସିଲେଇ କରିଦେବା ତାହେଲେ ଆମ ଘର ମଜବୁତ ହେଇଯିବ। ତାପରେ ବବଲୁ ପାରା ନଈ କୂଳକୁ ଚାଲିଯାଏ। ସିଏ ଅଙ୍ଗୁର ଲତାକୁ କାଟିବାକୁ ଚେଷ୍ଟା କରେ, ହେଲେ ଅଙ୍ଗୁର ଲତା ତ ଥିଲା ଭାରି ମଜବୁତ, ସେ ତାକୁ କାଟି ପାରେ ନା। ଆରେ ଏଇ ଲତା ତ ଭାରି ମଜବୁତ, ମୋ ଦ୍ୱାରା ଇଏ କଟିବନି। ମତେ ମୋ ସାଙ୍ଗ ମିଟୁକୁ ଡାକିବାକୁ ହେବ। ତାପରେ ବବଲୁ ପାରା ଜଲ୍ଦି ମିଟୁ ଶୁଆ ପାଖକୁ ଚାଲିଯାଏ ଆଉ ତାକୁ କୁହେ, ସାଙ୍ଗ ମିଟୁ, ତୋ ଥଣ୍ଟ ଭାରି ମୁନିଆ, ତୁ ମୋ ସାଙ୍ଗରେ ଚାଲ ଆଉ ନଈ ପାଖରେ ଥିବା ଅଙ୍ଗୁର ଲତାକୁ କାଟିବାରେ ମତେ ସାହାଯ୍ୟ କର। ହଁ ବବଲୁ, ଚାଲ। ଏଇ ଅସୁବିଧା ସମୟରେ ସାଙ୍ଗ ଯଦି ସାଙ୍ଗକୁ ସାହାଯ୍ୟ କରିବନି ତାହେଲେ ଆଉ କିଏ କରିବ? ତାପରେ ମିଟୁ ଶୁଆ ବବଲୁ ସାଙ୍ଗରେ ଉଡ଼ିଯାଏ ଆଉ ଅଙ୍ଗୁର ଲତାକୁ କାଟିଦିଏ। ରିଙ୍କି ଚଢ଼େଇ ତାର ଗୋଟିଏ ସୁନ୍ଦର ଘର କରି ସାରିଥାଏ। ବର୍ଷାରେ ଓଦା ହେଇ ସେ ପୁରାପୁରି ଭିଜି ଯାଇଥାଏ, ହେଲେ ସିଏ ହାର ମାନି ନଥାଏ। ରିଙ୍କି, ଏଇ ଦେଖ, ମୁଁ ଅଙ୍ଗୁର ଲତା ଆଣି ସାରିଲିଣି। ଠିକ ଅଛି ବବଲୁ ଭାଇ, ମୁଁ ଏଇ ସାଙ୍ଗେ ସାଙ୍ଗେ ଏଇ ଅଙ୍ଗୁର ଲତାରେ ଘରର କାନ୍ଥ ଗୁଡ଼ିକୁ ଭଲ ଭାବରେ ବାନ୍ଧି ଦେଉଛି। ସାନୁ, ଏଇ ଚଢ଼େଇ ମାଠିଆରେ ତ ସବୁତକ ଦାନା ସରିଗଲାଣି, ଆମେ ଏବେ ଖାଇବା କ'ଣ? ଆରେ ରାନୁ, ତୁମେ ବ୍ୟସ୍ତ ହୁଅ ନା, ମୁଁ ଏବେ ଯାଉଛି ଆଉ କୋଉ ଦୁର୍ବଳ ଚଢ଼େଇ ପାଖରୁ ତା ଦାନାକୁ ଛଡ଼େଇ ଆଣୁଛି। ଏମିତି କହି ସାନୁ କାଉ ଘରୁ ବାହାରି ଯାଏ। ମିନୁ ଚଢ଼େଇ ଗୋଟେ ମିଠା ଫଳ ନେଇ ତା ଘରକୁ ଫେରୁଥାଏ। ସାନୁ କାଉ ତାକୁ ଅଟକାଇ ଦିଏ। ଏ ଚଢ଼େଇ, ତୁ କୁଆଡ଼େ ଯାଉଛୁ? ଟିକେ ରହ ଆଉ ମୋ କଥା ଶୁଣ। ମିନୁ ଚଢ଼େଇ ଟିକେ ଡରିଯାଏ। ସେ ଜାଣିଥାଏ ଏଇ ଦୁଷ୍ଟ କାଉ ତାକୁ କାହିଁକି ଅଟକେଇଛି। କାଉ ଭାଇ, ମୋ ରାସ୍ତା ଛାଡ଼, ଘରେ ମୋ ଛୁଆ ଭୋକରେ ଅଛନ୍ତି, ମୋତେ ଜଲ୍ଦି ଘରକୁ ଯିବାକୁ ହେବ। ତତେ କିଏ ରୋକିଛି? ତୁ ଏଠାରୁ ଯା, ହେଲେ ତୋ ମିଠା ଫଳ ମତେ ଦେଇଦେ, ନହେଲେ ତୋ ଗୋଡ଼କୁ ମୁଁ ଭାଙ୍ଗି ଦେବି। ମିନୁ ଚଢ଼େଇ ଡରିଯାଏ ଆଉ ତା ମିଠା ଫଳ ସାନୁ କାଉକୁ ଦେଇ ଦେଇ ସେଠାରୁ ଚାଲିଯାଏ। ସାନୁ କାଉ ତ ବହୁତ ଖୁସି ହେଉଥାଏ। ସିଏ ସେଇ ମିଠା ଫଳକୁ ନେଇ ତା ଘରକୁ ଉଡ଼ି ଆସେ। ଏପଟରେ ରିଙ୍କି ଚଢ଼େଇର ଘର ହେଇସାରିଥାଏ। ରିଙ୍କି ଚଢ଼େଇ, ମିକି ଆଉ ବବଲୁ ପାରା ତାଙ୍କ ନୂଆ ଘରକୁ ଚାଲି ଯାଆନ୍ତି। କୁହନ୍ତି ନା, ଯିଏ ଅନ୍ୟମାନଙ୍କ ସାଙ୍ଗରେ ଖରାପ କରେ ଭଗବାନ ବି ତା ସାଙ୍ଗରେ ଖରାପ କରନ୍ତି। ମିଟୁ ଶୁଆ ତା ଘରେ ବସିଥାଏ। ଠିକ୍ ସେତିକି ବେଳେ ଗୋଟେ ଚିଲ ଆସି ମିଟୁ ଶୁଆକୁ ପଚାରେ, ଦେଖ ମିଟୁ, ତୁ ମତେ ଦେଖି ଡରନା, ତୁ ଖାଲି ଏତିକି କହ, କ'ଣ ଏଇ ଜଙ୍ଗଲକୁ ଗୋଟେ କାଉ ଆଉ ଗୋଟେ ତା ସ୍ତ୍ରୀ ଆସିଛନ୍ତି କି? ହଁ ଚିଲ ଭଉଣୀ, କାଲି ଗୋଟେ କାଉ ଆଉ ତା ସ୍ତ୍ରୀ ଏଇ ଜଙ୍ଗଲକୁ ଆସିଛନ୍ତି ଆଉ ସିଏ ଗୋଟେ ଚଢ଼େଇ ଘରେ କବ୍ଜା କରି ବସିଛନ୍ତି। ତାପରେ ଚିଲ ସେଠାରୁ ଉଡ଼ିଯାଏ। ସେ ଆସି ରିଙ୍କି ଚଢ଼େଇ ଘରର କବାଟ ପିଟିବାକୁ ଲାଗେ। କିଏ କିଏ କବାଟ ପିଟୁଛ? ଆମକୁ ହଇରାଣ କରନି, ଆମକୁ ଶୋଇବାକୁ ଦିଅ, ଯାଅ, ତୁମେ ପରେ ଆସିବ। ଚିଲ ଜାଣିଯାଏ କି ଏମାନେ କବାଟ ଫିଟେଇବେନି। ସେ ତା ସ୍ୱର ବଦଳେଇ କୁହେ, ରାନୁ, କବାଟ ଖୋଲ, ମୁଁ ପରା ତୋ ସାଙ୍ଗ ପିଙ୍କି କାଉ, ଯିଏ ଆରପଟ ଜଙ୍ଗଲରେ ରହୁଥିଲା। ମୁଁ ତୋ ପାଇଁ କ୍ଷୀରି ନେଇକି ଆସିଛି। ଆରେ ରାନୁ, ଇଏ ତ ତୁମ ସାଙ୍ଗ
ପିଙ୍କି ଯାଅ ଜଲ୍ଦି କବାଟ ଖୋଲ ଆଉ ତା ପାଖରୁ କ୍ଷୀରି ଆଣ। ଯେମିତି ରାନୁ କାଉ କବାଟ ଖୋଲିଛି ଚିଲ ଭିତରକୁ ଚାଲି ଆସେ ଆଉ ସେ ବସାରେ ବସି ପଡ଼େ। ଚିଲ ଦିଦି ତୁମେ ଏଠାରେ? ହଁ ଦୁଷ୍ଟ କାଉମାନେ, ତୁମେ ଦୁଇ ଜଣ କ'ଣ ଭାବିଲ ମୋ ଅଣ୍ଡାକୁ ପିଇ ଦେଇ ମୋ ହାତରୁ ବଞ୍ଚିଯିବ? ଦୁଷ୍ଟ କାଉ, ତୁମମାନଙ୍କୁ ଟିକେ ଦୟା ଆସିଲାନି? ତୁମେ ଦୁଇ ଜଣ ମୋ ଅଣ୍ଡାକୁ କେମିତି ପିଇଲ? ମୁଁ ତୁମକୁ ଜମା କ୍ଷମା କରିବିନି। ତୁମକୁ ତ ମୁଁ ଦଣ୍ଡ ଦେଇକି ରହିବି। ଚିଲ ଭଉଣୀ କ୍ଷମା କରିଦିଅ, ଆମେ କେବେ ହେଲେ ଆଉ କାହାରି ଅଣ୍ଡା ପିଇବୁନୁ। ଏଇ ଥରକ ଆମକୁ କ୍ଷମା କରିଦିଅ। ହେଲେ ଚିଲ ଦିଦି କିଛି ଶୁଣେନା। ଗୋଟେ ବାଡ଼ି ଆଣି ସେଇ ଦୁଷ୍ଟ କାଉମାନଙ୍କୁ ପିଟିବାକୁ ଲାଗେ। ପିଟି ପିଟି ତାଙ୍କୁ ଘର ବାହାରେ ଫୋପାଡ଼ି ଦିଏ। ସେଇ ଦୁଇ ଜଣ କାଦୁଅଳେ ଗଳି ପଡ଼ନ୍ତି। ଏପଟରେ ରାନୁ କାଉର ଲାଞ୍ଜ ଭାଙ୍ଗି ସାରିଥାଏ ଆଉ ସାନୁ କାଉର ଗୋଡ଼। ଦୁଇ ଜଣଙ୍କର ଗର୍ବ ଅହଙ୍କାର ମାଟିରେ ମିଶି ସାରିଥାଏ। ସାଙ୍ଗମାନେ, ଆଜିର ପ୍ରଶ୍ନ, ରିଙ୍କି ଚଢ଼େଇର ପତ୍ର ଘରେ ଆଉ କିଏ ରହିଥିଲା? ଏ ମିଟୁ ଶୁଆ, ବି ବବଲୁ ପାରା, ସି ଚିଲ ଦିଦି, ଡି ରାନୁ କାଉ। ଉତ୍ତର କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।